ଆଜି ଆମ ସାଙ୍ଗରେ ଅଛନ୍ତି ସମାଜସେବୀ କୃଷ୍ଣଚନ୍ଦ୍ର ବାରିକ। ଆସନ୍ତୁ ସିଧାସଳଖ ତାଙ୍କର ସମାଜସେବା ବିଷୟରେ ଆଲୋଚନା କରିବା। ସ୍ୱାଗତ କରୁଛୁ କଳିଙ୍ଗ ଟୁଡେ ଲାଇଭକୁ। ନମସ୍କାର, କଳିଙ୍ଗ ଟୁଡେ ଲାଇଭକୁ ସ୍ୱାଗତ ଜଣାଉଛି। କହିବେ କେମିତି ଆରମ୍ଭ ହୋଇଥିଲା ଆପଣଙ୍କର ଏ ସମାଜସେବାର ଜୀବନ? କାହିଁକି ଏ ବିଷୟ ଆପଣଙ୍କ ମୁଣ୍ଡରେ ଆସିଲା? କାହିଁକି ଆପଣ ଆଜି ଏତେ ସେବା କରୁଛନ୍ତି, ମେଡିକାଲ ଯାଉଛନ୍ତି? କ'ଣ ରହିଥିଲା ଆର ମୁଖ୍ୟ ଉଦ୍ଦେଶ୍ୟ ଆଉ କେବେଠାରୁ ଏ ଜିନିଷ ଆରମ୍ଭ କରିଥିଲେ? ସମାଜ ସେବା କହିଲେ ତ ମୁଖ୍ୟ କଥା ହେଉଛି ମୋ ବାପା 1998 କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ବାପାଙ୍କର ମେଡିକାଲ ଟ୍ରିଟମେଣ୍ଟ ପାଇଁ ମୁଁ ସେତେବେଳେ ଛୋଟ ଥିଲି। ଛୋଟବେଳେ ମୁଁ କାହାକୁ କେତେ ଖୋସାମତ କରୁଛି ମେଡିକାଲଟେ ନେଇ ମୋ ବାପାଙ୍କୁ ପହଞ୍ଚେଇବି, ଆଜି ନୁହଁ କାଲି, କାଲି ନୁହଁ ପହରଦିନ, ଏଭଳିଆ ଅବହେଳା ହିଁ ମଧ୍ୟ ପଇସାରେ ବି କମ୍ ଥିଲା। ଏଭଳିଆ ଅବହେଳା ହିଁ ବାପା ଯାଇ ଶେଷ ଟାଇମରେ କଟକରେ ପହଞ୍ଚିଲେ। ବହୁତ କଷ୍ଟମଷ୍ଟେ ମୁଁ ବାପାଙ୍କୁ କଟକ ନେଇଗଲି। କଟକରେ ନେଇ ବନ୍ଧୁବାନ୍ଧବ ସାହାଯ୍ୟରେ ନେଇ କଟକରେ ପହଞ୍ଚିଲା ପରେ ବାପା ସେତେବେଳକୁ ଶେଷ ଟାଇମ୍ ଆସି ବାପାଙ୍କର ପହଞ୍ଚିଲାନି। ବାପା ଅବହେଳା ଟ୍ରିଟମେଣ୍ଟରେ ବାପା ଏକ୍ସପାର୍ଟ କଲେ ବୋଲି ମୋ ମନକୁ ପାଇ ତାପରେ ସେଇ ଦିନଠୁ ମୁଁ ପ୍ରାୟ ଚିନ୍ତା କରିଛି ଯେ ମୁଁ ରୋଗୀ ସେବା କରିଚାଲିବି, କିନ୍ତୁ ବାପାଙ୍କୁ ଯେମିତି ଅବହେଳାରେ ବାପା ମାନେ ମରିଛନ୍ତି କି ମୃତ୍ୟୁବରଣ କରିଛନ୍ତି, ସେ ପାଇଁ ଆଉ ଜଣେ କିଏ ସେମିତି ନ ହଉ, ସେ ପାଇଁ ପ୍ରଥମ ମୋର ହେଉଛି ରୋଗୀ ସେବା ଜାରି ରଖିଲି। 1998 ଡିସେମ୍ବର ମାସ 20 ତାରିଖରେ ବାପା ଏକ୍ସପାୟାର କଲେ। ତାପରେ ଦିନଠୁ ଆଜି ପର୍ଯ୍ୟନ୍ତ ମୁଁ କେବେ ପଛକୁ ଘୁଞ୍ଚି ନାହିଁ। କିଏ କେତେ ବାଧାବିଘ୍ନ ଭଲ ମନ୍ଦ ସମାଜ ସେବା ଆସି ପହଞ୍ଚୁଛି, ଲୋକମାନେ କହିବେ ଯେ ଆଜି ସେ ମେଡିକାଲ ନେଇକି ଯାଇଛି ଭଲ ନାଇଁ, ଆମେ ଦେଖିଛୁ, ଆମେ ଅନେକ ସମୟରେ ଆପଣଙ୍କ ବିଷୟ ଆସେ, ବହୁତ ଲୋକଙ୍କର ଅଭିଯୋଗ ଆସେ ଯେ କୃଷ୍ଣ ମେଡିକାଲ ଯାଉଛନ୍ତି, ପଇସା ଖାଇଯାଉଛନ୍ତି, ଏ ବିଷୟ ମଧ୍ୟ ଆସେ। କ'ଣ କହିବେ ଏ ବିଷୟରେ? ଠିକ କଥା କହିଛନ୍ତି। ଯେଉଁ କଥାଟି ପ୍ରଶ୍ନ କରୁଛନ୍ତି ବହୁତ ବଢ଼ିଆ ପ୍ରଶ୍ନ। ଲୋକଙ୍କର ବହୁତ ମାନେ ଆଗକୁ ଯିବା ପାଇଁ ନ ଛାଡ଼ିବା ପାଇଁ ତାଙ୍କର ବହୁତ ପ୍ରକାର ମାନେ ତାଙ୍କ ଚେଷ୍ଟାଟା ସେ ରଖୁଛନ୍ତି ଜାରି। ତାପରେ ଆଗରୁ ସେ ଆଜି ମେଡିକାଲ ଗଲା, ତାର କିଛି ସ୍ୱାର୍ଥ ନାହିଁ, ସେ କାହିଁକି ଗଲା? ସେ ମେଡିକାଲରେ ପେସେଣ୍ଟ ନେଇକି ପହଞ୍ଚେଇଲା, ତାର କ'ଣ ସ୍ୱାର୍ଥ ଅଛି ବୋଲି ସେ ଯାଉଛି। କିନ୍ତୁ ସେମାନେ ବୁଝୁନାହାନ୍ତି ଯେ ମେଡିକାଲଟା କି କଷ୍ଟଦାୟକ ଘଟଣା। ଗୋଟେ ପେସେଣ୍ଟ ନେଇ ଯିଏ ପହଞ୍ଚିବା, ରାତିର ହଉ ଦିନର ହଉ 24 ଘଣ୍ଟା ଭିତରେ ଯିଏ ଯେତେବେଳେ ମୋତେ ଖୋଜିଛନ୍ତି ମୁଁ ପହଞ୍ଚିଛି ତାଙ୍କ ଦ୍ୱାରା ମୋର ପେସେଣ୍ଟ ନେଇ ପହଞ୍ଚେଇବା, ପେସେଣ୍ଟଙ୍କୁ ଆଉଟଡୋରରେ ଟିକେଟ୍ କରି ଲାଇନ୍ ଲଗେଇ ଗାଧୁଆ ବେଳେ ଖାଇବା ଟାଇମରେ ଆମର ନମ୍ବର ପଡ଼ୁଥିବ, ପେସେଣ୍ଟ ଆମେ ଦେଖିବା ଟାଇମରେ ଆମ ନମ୍ବର ପଡ଼ୁଥିବ, ସେ ଟାଇମରେ ଆମେ ଖାଇପାରୁନଥିବୁ। ମାନେ ମଧ୍ୟ ଉପାସ ଭୋକରେ ରହିକିନା ବି ରୋଗୀ ସେବା ମୁଁ ମାନେ କରିଚାଲିଛି। ଯଦି ଆମେ ଦେଖିବା ଯେ ଆପଣଙ୍କର ଯେତିକି ଦିନର, ମୁଁ ମୋର ଜ୍ଞାତ ଅନୁସାରେ କହୁଛି, ଆପଣ ବିଭିନ୍ନ ଜାଗାକୁ ବନ୍ୟା ସମୟରେ ମଧ୍ୟ ଚୁଡ଼ା ଶୁଖିଲା ଖାଦ୍ୟ ନେଇକରି ଯିବାର ମଧ୍ୟ ନଜିର ଅଛି, ପାରାମାନଙ୍କୁ ପାଣି ଦେବାର ମଧ୍ୟ ନଜିର ଅଛି, ଗୋ ସେବା କରିବାର ମଧ୍ୟ ନଜିର ଅଛି, ଯେଉଁମାନେ ମାନସିକ ବିକୃତ ଲୋକ ଅଛନ୍ତି ସେମାନଙ୍କୁ ମଧ୍ୟ ସେବା କରିବାର ନଜିର ଅଛି। ତ କୃଷ୍ଣ ଭାଇ ଏ ଯୋଉ ସେବା କରନ୍ତି, ସେ ପଇସା କୋଉଠୁ ଆଣନ୍ତି? ପଇସା କହିଲେ ମୋର ହେଉଛି ଗୋଟେ ଛୋଟ ଇଲେକ୍ଟ୍ରିକାଲ ଦୋକାନ ଅଛି। ମୋର ଗୋଟେ ଇଲେକ୍ଟ୍ରିକାଲ ଦୋକାନରେ ମୋର ପଇସାଟା କେମିତି ମୁଁ ଉପାର୍ଜନ କରୁଛି, ମୋର ଗୋଟେ ଛୋଟ ବାକ୍ସ କରିଛି, ମାନେ ହୁଣ୍ଡି ଭଳିଆ, ମୁଁ ତାକୁ ମୋର ରଖେ। ମୁଁ ପ୍ରତ୍ୟେକ ଦିନ ରୋଜଗାରରୁ 10 ଟଙ୍କା, 20 ଟଙ୍କା, 30 ଟଙ୍କା, ଆଜି ଧର ମୁଁ 100 ଟଙ୍କା ତ ଯେଉଁ ରୋଜଗାର କରୁଛି ଟଙ୍କାଟେ ଆଜି ରଖିବି, କାଲି 500 ଟଙ୍କା ମୋ ଦୋକାନରେ ତ ଯେଉଁ ରୋଜଗାର କରୁଛି 20 ଟଙ୍କା ରଖିବି। ଏଭଳିଆ ରଖିଲା ପରେ ସେ ଯେଉଁ ପଇସାଟି କିଛି ହଏ ସେଗୁଡ଼ାକୁ ମୁଁ ସବୁ ଏ ଜନହିତ କାର୍ଯ୍ୟରେ ମାନେ ଲଗାଏ। ଆଜି ପକ୍ଷୀଙ୍କ ପାଇଁ ଖରାଦିନେ 3-4 ବର୍ଷ ହେଲା ଜାରି ରଖୁଛି, ଠିକି ବାନ୍ଧିବା, ତାতে ପାଣି ଦେବା, ଖାଦ୍ୟ ଦେବା, କି କୌଣସି ବାତ୍ୟା ବନ୍ୟା ଭଲ ମନ୍ଦ କୌଣସି ବିପର୍ଯ୍ୟୟ ହେଲେ ମୁଁ ଘରେ କେବେ ମାନେ ଚୁପ୍ ହେଇକିନା ମୁଁ ବସିପାରେ ନା। କିନ୍ତୁ ବନ୍ୟା ବାତ୍ୟାରେ ବି ଲୋକଙ୍କ ପାଖରେ ଯାଇ ମୁଁ ପହଞ୍ଚିଛି। ବନ୍ୟାରେ ବି ନିଜେ ଡଙ୍ଗା କରି, ଦେଖିଦେବେ ବୋଧେ ନ୍ୟୁଜ୍ ବି ମାନେ ବାହାରିଥିଲା, ଡଙ୍ଗା କରି ଯାଇ ଲୋକଙ୍କ ପାଖରେ ପହଞ୍ଚି ଖାଦ୍ୟ ବାଣ୍ଟିଛି। କିନ୍ତୁ ମୁଁ ଚୁପ୍ ହେଇକି ବସିପାରେ ନା ବିପର୍ଯ୍ୟୟ ବେଳେ। ଯଦି ଆମେ ଦେଖିବା ଯେ ଆପଣଙ୍କର ଯୋଉ କୋରୋନା ବେଳରେ ମଧ୍ୟ ଆପଣ ସହଯୋଗ କରୁଥିଲେ, କେମିତି କୋରୋନା ବେଳେ ଆପଣଙ୍କର ସହଯୋଗ? କରୋନା ବେଳରେ ସହଯୋଗର ବାଟ ଥିଲା, ଯେଉଁ ଆମର ହେଉଛନ୍ତି ସୁଭାଶିଷ ଷଡ଼ଙ୍ଗୀ, ସିଏ ତାଙ୍କର ଆସି କରୋନାରେ ପହଞ୍ଚିକି ଭାଇ ଆମେ ଖାଦ୍ୟ ବାଣ୍ଟିବା କି ଭଲ ମନ୍ଦ କରିବା, ଆମେ ନିଜେ ସୁଭାଶିଷ ଷଡ଼ଙ୍ଗୀ ମାଧ୍ୟମରେ ରୋଷେଇବାସ କରି ମେଡିକାଲ ହଉ କି ଅସହାୟ ଲୋକଙ୍କୁ ହଉ ଖାଦ୍ୟ ବହୁତ ବଣ୍ଟା ହେବ। ତାପରେ ମେଡିକାଲ ଭିତରେ ଯାଇ ଖାଦ୍ୟ ପ୍ରତ୍ୟେକ ଦିନ, କରୋନା କାଳରେ ଦିନେ ମୁଁ ବି ଘରେ ବସି ନାହିଁ, କିନ୍ତୁ ପ୍ରତ୍ୟେକ ଦିନ ଖାଦ୍ୟ ଦିଆହେବ। କି କରୋନା ଟାଇମରେ ବି
ପେସେଣ୍ଟକୁ ନେଇକି ମେଡିକାଲ ସେତେବେଳେ କ୍ୟାନ୍ସର ପେସେଣ୍ଟ ଥାନ୍ତି ମାନେ 4-5 ଜଣ 6 ଜଣ ଆଚାର୍ଯ୍ୟ ହରିହରକୁ ମାନେ ମୁଁ ମୁଢ଼ି ଆଉ ଚୁଡ଼ା କି ବିସ୍କୁଟ ପାଣି ବୋତଲ ଘରୁ ନେଇକି ତାଙ୍କୁ ନେଇକି ଯାଏ କିନ୍ତୁ ବାଟଘାଟରେ ଖାଇବାକୁ କିଛି ମାନେ ତ ଯୋଉ ମିଳେ ନା ସେମାନଙ୍କୁ ନେଇ ମେଡିକାଲରେ ପହଞ୍ଚାଇ ତାଙ୍କ ଟ୍ରିଟମେଣ୍ଟ କରିବା କେମୋ ଚାଲିବା ଭଲ ମନ୍ଦ କରିବା ଏଗୁଡ଼ାକୁ ସବୁ ନିଜେ ନିଜେ ଅଙ୍ଗେ ଲିଭେଇ ରାତିରେ ବି ରହିବାକୁ ପଡ଼ିବ ଇଆଡ଼େ ପୋଲିସ ଭୟ ପୋଲିସ ବାଡ଼େଇବ ସେ ଯୋଉ ଦୁଃଖର ଘଟଣା ତାକୁ ଯିଏ ମାନେ ଅଙ୍ଗେ ଲିଭେଇଥିବ ସେ କହିବ କିନ୍ତୁ ସମାଜ ସେବାଟା ଏତେ ଛୋଟିଆ କଥା ବୋଲିକି ଲୋକ ନ ଭାବନ୍ତୁ କିନ୍ତୁ ସବୁ ମାନେ ପ୍ରତ୍ୟେକ ମୁହୂର୍ତ୍ତରେ ସମାଜସେବୀଙ୍କ ପାଇଁ ମାନେ ବିପଜ୍ଜନକ ରହିଛି ମାନେ ତ ରହିଛି। ଯଦି ଆମେ ଦେଖିବା ଏ ବିଷୟକୁ ଯେ ଯେତେବେଳେ ଗୋଟେ ସମାଜ ସେବାର କଥା ଆସେ ବେଳେ ବେଳେ ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ଆସେ ଯେ ୟାର କ'ଣ କିଛି ସ୍ୱାର୍ଥ ନାହିଁ ୟାର ଯଦି କିଛି ସ୍ୱାର୍ଥ ଥିବ ତାହେଲେ ଇଏ ସମାଜ ସେବା କରୁଛି ଇଏ କଥାଟାକୁ ଆପଣ କିଭଳି ଭାବରେ ଦେଖୁଛନ୍ତି? ସମାଜ ସେବାର ସ୍ୱାର୍ଥ ଅଛି ସେ ତ ଖଳ ପ୍ରକୃତିରେ ଲୋକମାନେ ବହୁତ କହିବେ ଯୋଉମାନେ ପିଣ୍ଡାରେ ବସନ୍ତି ସେମାନେ ଧର ଜଣେ ଗୋଟେ ଗାଁରେ ଗୋଟେ ପିଣ୍ଡା ଉପରେ ବସିଛି ଜଣେ ଗୋଟେ ଭଲ ସାର୍ଟ ଖଣ୍ଡେ ପିନ୍ଧିକିରି ଗଲା କି ଭଲ ପ୍ୟାଣ୍ଟ ଖଣ୍ଡେ ପିନ୍ଧିକି ଗଲା କି ଭଲ ଗାଡ଼ି ଗୋଟେ ଚଢ଼ିଗଲା ସେମାନେ ଭାବିବେ ଯେ ଏମାନେ କୋଉଠୁ କ'ଣ କଳା ବଜାରୀ କରିକି ଆଣିକିନା ପିନ୍ଧୁଛନ୍ତି ଏଇଭଳିଆ ଲୋକମାନେ ସବୁ କହନ୍ତି। ସମାଜ ସେବାରେ ତାଙ୍କର କୋଉଠି ଆଉଛି କ'ଣ କରୁଛି ଯିଏ କରୁଛି ସେ ତାକୁ ପଚାରିଲେ ସେମାନେ ଯୋଉ କହିପାରିବେ ଆଉ ଯେ ପିନ୍ଧା ବସା ଲୋକ ସେମାନେ କେହି କିଛି ତ ଯୋଉ କହିପାରିବେ ନା କାରଣ ହଉଛି ସମାଜସେବୀ ଯିଏ ସେ କି କଷ୍ଟ ଅନୁଭବ କରୁଛି ଟିକେ ପୂର୍ବରୁ ଯୋଉ କହୁଥିଲେ ଆପଣଙ୍କୁ ସେ କି କଷ୍ଟ ଅନୁଭବ କରୁଛି ସେ ନିଜେ ହଉଛି ଚିନ୍ତା କରୁଛି ଲୋକଙ୍କଠୁ ଟାଇଟା ପରା ମାନେ ସହିବାକୁ ପଡ଼ିବ ଲୋକଙ୍କଠୁ କୋଉଠି ମାନେ ଭଲ କଥା ବି ଶୁଣିବାକୁ ପଡ଼ିବ କୋଉଠି ଖରାପ କଥା ବି ଶୁଣିବାକୁ ପଡ଼ିବ ଏଗୁଡ଼ା ସବୁ ଭୂକ୍ଷେପ କରିକି ଯୋଉମାନେ ଆଗେଇ ଚାଲିଛନ୍ତି ସେମାନେ ପ୍ରକୃତରେ ହଉଛନ୍ତି ସମାଜସେବୀ ଆଉ ସମାଜ ପାଇଁ ମଙ୍ଗଳ ପାଇଁ ତାଙ୍କର କିଛି ହୃଦୟ ଅଛି ସେ ସମାଜ ମଙ୍ଗଳ ପାଇଁ କିଛି କାମ କରୁଛନ୍ତି। ଯଦି ଆମେ ସେ ବିଷୟକୁ ଆମେ ଆଲୋଚନା କରିବା ତ ଗୋଟେ ପ୍ରଶ୍ନ ଆପଣ ମନକୁ ଆସିବ ଯେ ଆପଣ 1998 ମସିହା ଡିସେମ୍ବର 20 ତାରିଖ ପାଖରୁ ଆପଣଙ୍କର ବାପାଙ୍କ ଦେହାନ୍ତ ପରଠାରୁ ଆପଣ କାର୍ଯ୍ୟ କରୁଛନ୍ତି 1998 ମସିହା ପରଠାରୁ ଆପଣ ବୋଧ ହୁଏ ଏଇ 5-7 ବର୍ଷ ହବ ଆପଣ ଟିକେ ଏଇ ଲୋକଲୋଚନକୁ ଆସିଲେ ବା ସମସ୍ତେ ଜାଣିବାକୁ ପାଇଲେ ତ ଆ ଭିତରେ କେବେ କୃଷ୍ଣ ଭାଇ ଚେଷ୍ଟା କରିନାହାନ୍ତି ଯେ ମୁଁ ଟିକେ ଗଣମାଧ୍ୟମରେ ବାହାରିବି ନା ଏଭଳି ଯେ ଏବେ ସୋସିଆଲ ମିଡିଆ ହେଲା ବୋଲି କୃଷ୍ଣ ଭାଇ ବାହାରକୁ ଆସିଲେ ଏ ଭିତର ରହସ୍ୟଟା କ'ଣ? ଗଣମାଧ୍ୟମକୁ ଆଜି ପର୍ଯ୍ୟନ୍ତ ମୋର ଆସିବାକୁ ବି ମୋର ଇଚ୍ଛା ନାହିଁ କିନ୍ତୁ ସୋସିଆଲ ମିଡିଆକୁ ମୁଁ ଆସିମି ଲୋକଙ୍କୁ କହିମି ମୁଁ ଏହା କରିଛି ସେମିତି ମୋର ବି ଇଚ୍ଛା ନାହିଁ କିନ୍ତୁ ଯଦି ଆପଣ ପଚାରୁଛନ୍ତି ମୁଁ ବି କହୁଛି କିନ୍ତୁ ଯେତେବେଳେ ମୋ ମାନେ ସୋସିଆଲ ୱାର୍କର ଯେତେବେଳେ ଯୋଉ ସମାଜ ସେବା କାମ ଯେତେବେଳେ ମୁଁ କରୁଥାଏ ମତେ ଥରେ ଭେଟ ହୋଇଥିଲେ ବିଭୁ ପ୍ରସାଦ ଦାସ ଆଉ ଆମର ହଉଛନ୍ତି ଯୋଉ ଦୁଷ୍ମନ୍ତ ଆଚାର୍ଯ୍ୟ ସାମ୍ବାଦିକ ସେ ଜଣେ ମେଡିକାଲ ଦୁଷ୍ମନ୍ତ ଆଚାର୍ଯ୍ୟ ମତେ ଦେଖିଥିଲେ ସେ ରୋଗୀ ନେଇକି ଯାଇଥିଲେ ନିଜେ ବ୍ଲଡ ବି ଦଉଥିଲେ ଯୋଉ ରୋଗୀକି ସେ ନିଜେ ଦେଖିଥିଲେ ଦେଖିଲା ପରେ ସେଉଠୁ ଚିହ୍ନା ପରିଚୟ ହେଇଥିଲା ଯେ ତମ ଘର ଆଳି ସେ ମତେ ଯୋଉ କହିଥିଲେ ମୁଁ କହିଥିଲି ହଁ ସେଠୁ ମତେ ଆସି ଭେଟିଥିଲେ ଭାଇ ତମେ ଗୋଟେ ଯୋଉ ନ୍ୟୁଜ କର ଆଉ ତମେ ଏତେ ସୋସିଆଲ ୱାର୍କ କରୁଛ ଇଏ କରୁଛ ସେ କରୁଛ ତମେ ଗୋଟେ କର ମୁଁ ନା ସେ ଦରକାର ନାହିଁ ନା ତମେ ଗୋଟେ କର ସେଇମାନେ ପ୍ରଥମ ମତେ ଲୋକଲୋଚନକୁ ମାନେ ଆଣିଥିଲେ ଆଉ ସେଇଦିନଠୁ ସୋସିଆଲ ମିଡିଆରେ ସେତେବେଳେ ତ ଆମର 98 ମସିହା ତ ନିଜେ ଆପଣ ଜାଣିଥିବେ ମାନେ ସୋସିଆଲ ମିଡିଆ ବୋଲି କ'ଣ ନଥିଲା ଗୋଟେ ମୋବାଇଲ ଆମ ପାଖରେ ବି ତ ଯୋଉ ନଥିଲା ଆମେ ତାହେଲେ ସୋସିଆଲ ମିଡିଆରେ କ'ଣ ଛାଡ଼ିମୁ କ'ଣ କରିବୁ ସେସବୁ କିଛି ମାନେ ଯୋଉ ନଥିଲା କିନ୍ତୁ ଏଇ 2 ଜଣ ବନ୍ଧୁ ମତେ ବର୍ତ୍ତମାନ ମାନେ ଆଣିଥିଲେ ଯେ ସୋସିଆଲ ମିଡିଆ ତାପରେ କିଛି ଗଣମାଧ୍ୟମ କୌଣସି କାମ କଲେ ଭଲ ମନ୍ଦ କଲେ ଆସିକିନା ନ୍ୟୁଜଟା ମାନେ କଭରେଜ କରୁଛନ୍ତି ଏଇଆ ତ ହଉଛି କଥା। ଯଦି ଦେଖାଯିବ ସମାଜ ସେବାରେ ଆଜି ଗୋଟେ ଟ୍ରେଣ୍ଡ ହେଇଯାଇଛି ଯେ ଯିଏ ପଇସା ଦେବେ ସେମାନେ ସାର୍ଟିଫିକେଟ ପାଇବେ ତ ଆଜି କି ଆମେ ଯେତିକି ବି ଆପଣଙ୍କୁ ଦେଖିଛୁ ବେଶୀ ନହେଲେ ବି ଆପଣ ମାତ୍ର 4-5ଟି କି 7ଟି ଖଣ୍ଡେ ବୋଧେ ପୁରସ୍କାର ପାଇଛନ୍ତି ତ କୋଉଠି ଭାବି ନାହାନ୍ତି ଯେ ମତେ ଆଉ କିଛି ସାର୍ଟିଫିକେଟ ମିଳିଥାନ୍ତା ବା ଆପଣଙ୍କର ସାର୍ଟିଫିକେଟ ପ୍ରତି ଗୋଟେ ଲୋଭ ଏସବୁ ବିଷୟରେ ବା ଆପଣଙ୍କୁ କିଏ ପ୍ରଥମେ ସମ୍ମାନିତ କରିଥିଲେ ଏଭଳି କିଛି ଭିତରେ ଯଦି ଅଛି କୁହନ୍ତୁ। ପ୍ରଥମ ଏଇ ସୋସିଆଲ ମିଡିଆରେ ବାହାର କଲା ପରେ ଆମର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି ଉପସଭାପତି ରଶ୍ମିରଞ୍ଜନ ବାରିକ ସେମାନେ ସୁଭାଶିଷ ଷଡ଼ଙ୍ଗୀ ପାଖକୁ ଫୋନ କରିଥିଲେ ଏ ପିଲାଟି କିଏ କ'ଣ ଘର କୋଉଠି କ'ଣ ସୁଭାଶିଷ ଷଡ଼ଙ୍ଗୀ ତାଙ୍କୁ କହିଥିଲେ ଯେ ସେ ଆମ ଭାଇ ହେବେ ସେ ଆମରି ଗାଁ ପାଖ ପିଲା ଆଉ ସେ ଆଜି ବହୁତ ଦିନ ହେଲା ମାନେ କରିକିନା ଯୋଉ ଚାଲିଛନ୍ତି ମଲ୍ଲି କ'ଣ ଗୋଟେ ବଣ ମଲ୍ଲି ବଣ ଫୁଟିକି ମଉଳି ଗଲା ଭଳିଆ ସେମାନେ ଫୁଟିକିନା ମଉଳି ଯାଉଛନ୍ତି ଆଉ ସେ କୌଣସି ଗଣମାଧ୍ୟମ ଆସୁନାହାନ୍ତି
ସେଠୁ ସେ ଖବର ପାଇ ଆସି ପ୍ରଥମ ସେ ମୋ କତିରେ ପହଞ୍ଚିଲେ, ପ୍ରଥମ ସମ୍ମାନିତ ସେ ମତେ କରିଥିଲେ। ଆଉ ସେଇଠୁ ଲୋକ ଚିହ୍ନିବାଟା ମାନେ ଆରମ୍ଭ ହେଇଛି ମୋର। ସେ ମତେ ଆସିକି ଗୋଟେ ମାନପତ୍ର ସହ ସ୍ୱପ୍ନେଶ୍ୱର ମନ୍ଦିରରେ ମତେ କହିଲେ, ନା ଯୋଉଟା ଭାଇଙ୍କର ପ୍ରଥମ ଭାଇ ଯୋଉ ରୋଗୀ ସେବା କରୁଛନ୍ତି କି ଯୋଉ ମାନେ କୌଣସି ଇଏରେ ସେବା କରୁଛନ୍ତି, ତାଙ୍କୁ ଆମେ ମନ୍ଦିର ପାଖରେ ଗୋଟେ ପୁରସ୍କୃତ କରିବୁ। ସେ ଯାହା ହଉ ଆସିକି ସ୍ୱପ୍ନେଶ୍ୱର ମନ୍ଦିର ପାଖରେ ମତେ ଗୋଟେ ମାନପତ୍ର ଦେଇ ପୁରସ୍କୃତ ଯୋଉ କରିଥିଲେ। ଆଉ ଦରଜୀ ବନ୍ଧୁ ବୋଲି ଗୋଟେ ସମ୍ମାନ ତ ମତେ କରିଥିଲେ। ତାପରେ ପରେ ତ ଚାଲିଛି, ସେଇଠୁ ମୋ ବାଟ ଆରମ୍ଭ ହେଇଛି, ଏଇ ସବୁ ଚାଲିଛି ଆଉ। ନାଇଁ ଯଦି ଆମେ ଦେଖିବା ଯେ ଆପଣଙ୍କର ଯୋଉ କାମ କରୁଛନ୍ତି, ଯେ ଆପଣ ଯେତେବେଳେ ପୁରସ୍କାର ପାଆନ୍ତି, ଗାଁ ଗହଳିରେ ଗୋଟେ କଥା ଅଛି ଯେ ଇଏ କାହାକୁ ଡାକିକିରି ତ ଗାଁରେ ତ କେହି କହିବେନି, କାହିଁକିନା ଗାଁ ଗୋଟେ କଥା ଅଛି, ଗାଁ କନିଆ ଶିଙ୍ଗାଣି ନାକି ଗୋଟେ କଥା ଅଛି। ଆପଣ ପୁରସ୍କାର ପାଇଲା ପରେ କିଛି ଲୋକ ଈର୍ଷା କରନ୍ତି କି? ଏ ତ ନିଶ୍ଚିତ ହବ। ମାନେ ଆଜିକାଲି ଖଳ ପ୍ରକୃତି ଲୋକ ଅଛନ୍ତି, ମୁଁ ତା ପୂର୍ବରୁ କହୁଛି, କିନ୍ତୁ ଖଳ ପ୍ରକୃତି ଲୋକ ସେମାନେ ହିଂସା କରିବେ। ସେ କଣ ଗୋଟା ଯାଇଥିଲା କୋଉଠୁ ଗୋଟା କଣ ଧରିକି ଆଇଛି, ମାନେ କଣ ଗୋଟା କୋଉଠୁ ଧରିକି ଆଇଛି ସେମାନେ କହୁଥିବେ। କିନ୍ତୁ ପିଣ୍ଡା ଉପରେ ବସିଥିବ, ଗୋଟେ ରୋଗୀଟି ଛଟପଟ ହଉଥିବ, କି ଗୋଟେ ଘରଟା ପୋଡି ଯାଉଥିବ, କି କୋଉଠି ଗୋଟେ କଣ ଗୋଟା କୋଉଠୁ ଧରିକି ଆଇଛି ସେମାନେ କହୁଥିବେ। କିନ୍ତୁ ପିଣ୍ଡା ଉପରେ ବସିଥିବ, ଗୋଟେ ରୋଗୀଟି ଛଟପଟ ହଉଥିବ, କି ଗୋଟେ ଘରଟା ପୋଡି ଯାଉଥିବ, କି କୋଉଠି ଗୋଟେ କିଏ ଗାଡି ଆକ୍ସିଡେଣ୍ଟରେ ପଡିଥିବ, କି ଗୋଟେ କୋଉଠି କାହାର ବାହାଘର ସାହାଘର ହଉଛି, ସେ ଡାକୁଛି ଟିକେ ଆସ ମତେ ଟିକେ ହେଲ୍ପ କର, ସେମାନେ ଯାଉନଥିବେ। କିନ୍ତୁ ଯିଏ ଯାଇକି ସେଠି ପହଞ୍ଚୁଥିବ, ସେମାନେ ଭାବୁଥିବେ ଯେ ଆର କିଛି ସ୍ୱାର୍ଥ ଅଛି ବୋଲିକି ସେଠି ଗଲା। ନାଇଁ ଯଦି ଆପଣ ଏ କଥା କହୁଛନ୍ତି, ତ ଗୋଟେ ବିଶେଷ ମୁହୂର୍ତ୍ତ ଆପଣଙ୍କ ଜୀବନରେ ଯୋଉଟା କି ଆପଣଙ୍କୁ ବହୁତ ମାନେ ଯୋଉଟା କରିଛନ୍ତି ଯୋଉ ଲୋକ ପାଇଁ ବା ଯୋଉ ରୋଗୀଙ୍କ ପାଇଁ ହଉ ବା କୌଣସି ବି କିଛି ବି ଗୋଟେ ଘଟଣା ଯୋଉଟା କି ଆପଣଙ୍କ ଜୀବନରେ ଆଜି ପର୍ଯ୍ୟନ୍ତ ଉଜ୍ଜୀବିତ ଅଛି, ଯୋଉଟାକୁ ଆମ ଦର୍ଶକ ମାନେ ଜାଣିବାକୁ ଚାହିଁବେ। ରୋଗୀଙ୍କ ପାଇଁ ଗୋଟେ ମୋର ଅନୁଭୂତି ଅଛି ଯେ, ଗୋଟେ ରୋଗୀ ସେତେବେଳେ ଆମର ଯୋଉ ହେଲ୍ଥ କାର୍ଡ ଫାର୍ଡ ଆରମ୍ଭ ହେଇନଥିଲା, ବିଜୁ ସ୍ୱାସ୍ଥ୍ୟ କାର୍ଡ, ଏବେ ଆଉ ଗୋଟେ କାର୍ଡ ଚାଲିଛି, ସେ ସବୁ ସେତେବେଳେ ହେଇନଥିଲା। ସେତେବେଳେ କ୍ୟାସରେ ଲୋକ ଅପରେସନ ହଉଥିଲେ, ଇଏ କରୁଥିଲେ। ଗୋଟେ ଲୋକ ଆମ ଅଞ୍ଚଳରେ, ମୁଁ ତା ନାଁ ନେବାକୁ ଚାହୁଁନି, କିନ୍ତୁ ସିଏ ତାଙ୍କର ଗୋଟେ ଆପେଣ୍ଡିସାଇଟି ଗୋଟେ ଇନଫେକ୍ସନ ହେଇଯାଇଥାଏ ପେଟ ଭିତରେ। ସେ ଛଟପଟ ହଉଥିଲେ, ମତେ ସେଠୁ ଫୋନ କଲେ। ସେଠୁ ମୁଁ ତାଙ୍କୁ ନେଇ ଆଳି ମେଡିକାଲ ଗଲି। ସେତେବେଳେ ଯୋଉ ମେଡିସିନ ସ୍ପେଶାଲିଷ୍ଟ ପ୍ରହ୍ଲାଦ ଦାସ ଥିଲେ। ସେମାନେ ଦେଖିଲେ, କହିଲେ ପେଟ ବହୁତ ସିରିୟସ୍ ଅଛି, ଆକୁ ଜଲ୍ଦି କଟକ ନେଇଯାଅ, ନହେଲେ ପେସେଣ୍ଟ ମାନେ ବଞ୍ଚିବା ତାକୁ ନେଇ କଟକରେ ପହଞ୍ଚେଇଲି। ଗଭର୍ଣ୍ଣମେଣ୍ଟରେ ନେଇ ପହଞ୍ଚିଲା, ପକେଇକି ରଖିଲେ। ତାପରେ ସେଠୁ ଇଏ ଆସ୍ତେ ଆସ୍ତେ ମାନେ ହୋସ ବୁଡିଆ ଟାଇମ ହେଲା, ତାକୁ ପ୍ରାଇଭେଟ ନେଇଗଲେ। ପ୍ରାଇଭେଟ ନେଇଗଲେ, ସେ ସେଠୁ ଅଲ୍ଟ୍ରାସାଉଣ୍ଡକୁ ଏମିତି ଯାହା ପରୀକ୍ଷା ନିରୀକ୍ଷା କରି ଦେଖିଲେ, ଯାହା ଜଲ୍ଦି ଅପରେସନ ହଉଛି ତ ଦରକାର। ସେତେବେଳକୁ ଦିନ 4ଟା ଖଣ୍ଡେ ହବ, ଜଲ୍ଦି ଅପରେସନ ନହେଲେ ସେ ଲୋକ ରୋଗୀ ମରିଯିବ। ପଇସା ଦେଖିଲା ତାଙ୍କ ପାଖରେ 3000 ନା 4000 ଟଙ୍କା ଅଛି, 11,000 ଟଙ୍କା ଲାଗିବ ଅପରେସନ। ମତେ କାଲି ଭଳିଆ ନାଗୁଛି ଏ ଘଟଣା। ମୁଁ କହିଲି ସାର୍ କରିଦିଅନ୍ତୁ ନା, ପଇସା ନଦେଲେ ହେଇପାରିବ ନା। ସେତେବେଳେ ନୂଆ ନୂଆ ମୋର ଏତେ ବି ମାନେ ସମ୍ପର୍କଟା ବଢି ନଥାଏ। କଣ କରିବା କଣ କରିବା, ତା ସ୍ତ୍ରୀ କାନ୍ଦୁଥାଏ, ପିଲା କାନ୍ଦୁଥାଏ, ଛୋଟ ଛୋଟ ଦିଟା ଛୁଆ ଥାଆନ୍ତି। ମୁଁ ସେଠୁ ସାଙ୍ଗେ ସାଙ୍ଗେ ଯୋଉ ମୋର ସାଙ୍ଗମାନେ ଅଛନ୍ତି, ସେ ସୁନା ରୂପା ବେପାର କରନ୍ତି, ତାଙ୍କ ପାଖରେ ଯାଇ ପହଞ୍ଚିଲି। ମୋ ବେକରେ ଗୋଟେ ବାହାଘର ହେଇଥାଏ, ମୋ ବେକରେ ଗୋଟେ ଚେନ୍ ଥାଏ। ମୁଁ ସେ ଚେନ୍କୁ ନେଇ ତାଙ୍କୁ ଦେଇ 6000 ଟଙ୍କା ଆଣି ତାଙ୍କୁ ଦେଲି ସାଙ୍ଗେ ସାଙ୍ଗେ ବନ୍ଧା ପକେଇକି। 6000 ଟଙ୍କା ଆଣି ସେଇ ଦେଲି। ମୁଁ ତାଙ୍କୁ କହିଲି ମୋ ଚେନ୍ଟା ଅଲଗା ରଖିଥା, ମୁଁ ପଇସା ଦେଇକି 8-10 ଦିନ ଭିତରେ ନେବି। ତାପରେ ଆଣିକିନା ଦେଲି। ଦେଲା ପରେ ଯାହା ସେ ରୋଗୀଟି ଅପରେସନ ହେଇ ଆଜି ପର୍ଯ୍ୟନ୍ତ ସେ ବଞ୍ଚିକି ଅଛି। ଯାହା ହଉ, ସେ ଏଇଟା ଗୋଟେ ଭଲ ଅନୁଭୂତି ଥିଲା। ତାପରେ ମୁଁ ଯେତେବେଳେ ଘରକୁ ଆସି ପହଞ୍ଚିଲି, ମିସେସ୍ ଦେଖିଲେ ବେକର ଚେନ୍ ଥିଲା କୁଆଡେ ଗଲାନି। ମୋ ଚେନ୍ଟା ରଖିଦେଇ ଯାଇଛି ବା ଘରେ, ମୁଁ କଣ ତୋ ନେଇଛି? କହିଲା ଘରେ ଅଛି। ମୁଁ ହଁ, ମୁଁ ସେ ଅମକ ଜାଗାରେ ବା ଥୁଆ ହେଇକି ଅଛି। ମୁଁ ଆଉ କହିଲି ନା ସେ କଥା। ଆଉ ସେଇଠୁ ମୋତେ 5-6 ଦିନ ପାଇଁ କହିକି ଆସିଥିଲି, 15 ଦିନ ମାସେ ପର୍ଯ୍ୟନ୍ତ ମତେ ନାଗଲା ସେ ପଇସା ଯୋଗାଡ଼ କରି ମୁଁ ତାକୁ ଆଣିଲି। ଅବଶ୍ୟ ସେ ଲୋକ ମତେ ପଇସା ଦେଲେ ତାପରେ ମୁହୂର୍ତ୍ତରେ 2 ମାସ 5 ମାସ ପରେ, କିନ୍ତୁ ମୁଁ ଗୋଟେ ରୋଗୀ ଜୀବନଟା ବଞ୍ଚେଇଲି ବୋଲି ସେଇଠୁ ମତେ ମାନେ ବେଶୀ ଆନନ୍ଦ ଲାଗେ, ଆଉ ବେଶୀ କାମ କରିବାକୁ ବି ଇଚ୍ଛା ହୁଏ। ଯେତେବେଳେ ଆପଣ କାମ କରନ୍ତି, ମେଡିକାଲକୁ ଯାଆନ୍ତି, ରୋଗୀଙ୍କୁ ନେଇକି ଯାଆନ୍ତି, ବା ବାହାରେ କେତେବେଳେ ଖାଦ୍ୟ ବାଣ୍ଟିବାକୁ ଯାଆନ୍ତି, ବା ବନ୍ୟା ହେଲେ ଶୁଖିଲା ଖାଦ୍ୟ ବାଣ୍ଟିବାକୁ ଯାଆନ୍ତି, ତ ଘର ଭିତରୁ ଗୋଟେ ପ୍ରୋତ୍ସାହନ ରହିବା ଦରକାର, ବା ଆପଣଙ୍କୁ ଗୋଟେ ସପୋର୍ଟ ରହିବା ଦରକାର। ଘର ଭିତରେ କିଏ ବେଶୀ ସପୋର୍ଟ କରନ୍ତି? ଘର ଭିତରେ ମିସେସ୍ ସପୋର୍ଟ କରନ୍ତି ମତେ, ଆଉ ବୋଉ ମଧ୍ୟ ବହୁତ ଖୁସି ହୁଏ। କିନ୍ତୁ ପିଲା ଯେତେବେଳେ ଟିକେ ବଡ ବଡ ହେଲେ, ଛୋଟ ହେଇଥିଲେ, ପିଲା ଯେତେବେଳେ ବଡ ବଡ ହେଲେ, ମୋ ପୁଅ ଦିନେ ମତେ କହିଲା, ସେ ବାପା ସିଏ କଣ କିଏ ହଉଛି, ସିଏ ଏଠି ବରଗଛ ପାଖରେ ଏଠି ସେଠି ଲୋକ କହୁଛନ୍ତି ତାର କଣ ଅଛି ବୋଲି ସକାଳୁ ଉଠି ପଳେଇ ଯାଉଛି, ଇଏ କରୁଛି, କାହିଁକି ଆମେ ସେ ଧନ୍ଦାରେ ବହିଛୁ? ମୁଁ କହିଲି ବାବା, ସେ ଧନ୍ଦା ଭଗବାନଙ୍କ ସେବା କରିବା ଯା, ତାଙ୍କ ସେବା କରିବା। ସେ କିଏ କଣ କହୁଛି ନ କହୁଛି ତାକୁ ଆମେ ଶୁଣିଲେ କଣ ଆମେ ଘର କରିପାରିବା ନା ଆମେ ଚାଲିପାରିବା? ଯାହା ପୁଅକୁ ବୁଝେଇଦେଲି, ପୁଅ ବୁଝିଗଲା। ଏବେ ମଧ୍ୟ ପୁଅ ବି ଭାରି ଖୁସି ହଉଛି ମାନେ ଜାଣିଲା ପରେ।
ଆଉ ମୋ ଝିଅ ଟିକେ ମଧ୍ୟ ମୁଁ ସେଇ କଥା ତାକୁ କହିଛି। ମୁଁ କହିଲି ତୁ ଟିକେ ସେବା ପ୍ରକୃତିରେ ଟିକେ ମାନେ ଚାଲିବୁ ନା। ହଁ, ସେଥିପାଇଁ ମୁଁ ତାକୁ ମେଡିକାଲରେ ବର୍ତ୍ତମାନ ହେଉଛି ପଢଉଛି। ସେ ପଢି ସାରିଲା ପରେ ତାକୁ ସେବାରେ ମୁଁ ଲଗେଇବି ବୋଲି ମୁଁ ଚେଷ୍ଟା କରୁଛି। ଝିଅ ନିଶ୍ଚିତ ଭାବରେ ଆପଣଙ୍କର ଝିଅ ପଢୁଛନ୍ତି ମେଡିକାଲ ଡିପାର୍ଟମେଣ୍ଟରେ, ତ ଆପଣଙ୍କୁ ଆଉ ଗୋଟେ ପ୍ରଶ୍ନ ରହିବ ଯେ ଯେତେବେଳେ ଆପଣ ଏଇ କାମ ଆଜିକି ଯୋଉ ମାନେ 98 ମସିହାରୁ ଆଜିକି ପାଖାପାଖି 27 ବର୍ଷ ହେଇଯିବ ଆପଣ ଏଇ କାମ କରୁଛନ୍ତି, ତ ଆ ଭିତରେ ଯୋଉ ସମୟ ଆସିଛି ଆପଣଙ୍କ ପାଖକୁ, ଆପଣଙ୍କ ପୁଅର ମଧ୍ୟ ମଝିରେ ଦେହ ଖରାପ ଥିଲା, ନିଶ୍ଚିତ ତ ସେତେବେଳେ ଆପଣ ଯେତିକି ମୋ ଜାଣିବାରେ ଆପଣ ବି ମତେ ବି ସାହାଯ୍ୟ ମାଗିଛନ୍ତି, ହେଇପାରେ ଯେ ମୁଁ ତ ଆପଣଙ୍କୁ ସହଯୋଗ କରିପାରି ନାହିଁ। ତ ବେଳେ ବେଳେ ଲାଗେନି ଯେ ମୁଁ ଲୋକଙ୍କ ପାଇଁ କରୁଛି ଆଉ ମତେ କେହି ସାହାଯ୍ୟ କରୁନାହାନ୍ତି, ଏଭଳି କିଛି ଲାଗେନି? ନା, ସେମିତି ମତେ ଲାଗେ ନା, କିନ୍ତୁ ମୁଁ ଭାବେ ମୋ ପାଖରେ ଈଶ୍ୱର ସବୁବେଳେ ପାଇଁ ଅଛନ୍ତି। ମୁଁ ଭଗବାନ, ମୁଁ ଯେତେବେଳେ ଆପଣଙ୍କ ସେବା କରିବାକୁ ଯାଉଛି କି ଆପଣଙ୍କ ଘରେ ଗୋଟେ କଣ ଅସୁବିଧା ପଡ଼ିଛି ମୁଁ ଯାଇ ପହଞ୍ଚି କି ଆପଣ ଚୂଡ଼ା ଚାଉଳ ଟିକେ ଦେଇ ଦଉଛି କି ଗୋଟେ ରାସନ ଦଉଛି, କିନ୍ତୁ ତା ଦେହରେ ନେଇକି ତା ଦିନଟା କଟେଉଛି ତା କଥା ନୁହଁ। ତା ଦୁଃଖ ତ ସମୟ ଯାଇ ଆମେ ଛିଡା ହେଇଗଲା ସେମାନେ ବହୁତ ଖୁସି ହେଇଯାଉଛି। ଏଇଟା ହଉଛି ବଡ କଥା। ଦ୍ୱିତୀୟ କଥା ହଉଛି ମତେ ଆଉ ମାନେ ସେମିତି କିଛି ମାନେ ଫିଲ୍ ହୁଏନା। ମୁଁ ଭାବେ ଈଶ୍ୱର ମୋ ପାଖରେ ସବୁବେଳେ ପାଇଁ ମାନେ ଅଛନ୍ତି ବୋଲି, କିନ୍ତୁ ଈଶ୍ୱର ଭକ୍ତି ମୁଁ ଟିକେ ବେଶୀ କରେ। ମୁଁ ସବୁବେଳେ ଭାବେ ଯେ ଈଶ୍ୱର ମୋ ପାଖରେ ଅଛନ୍ତି। ମୁଁ ଯାହାର ସେବା କରୁଛି ସେ ଜଣେ ହଉଛି ଭଗବାନ, କି ମୁଁ ଯାହା ଘରେ ପହଞ୍ଚୁଛି ସେ ଜଣେ ହଉଛନ୍ତି ଭଗବାନ। ମୁଁ ଏହା ଭାବେ ଯାହା ହଉ ପୁଅକୁ କୌଣସି ବାବଦରେ ପୁଅ ଠିକ ଠାକ ହେଲା। ନିଶ୍ଚିତ ଭାବରେ। ତ ଆଜି ଆଉ ଗୋଟେ ଟ୍ରେଣ୍ଡ ଚାଲିଛି, ଯଦି ଦେଖିବା କିଲେ ଆଳୁ ବହୁ ଦୟାଳୁ। ଠିକ କଥା କହିଲେ। ବହୁ ମାନେ ସମାଜସେବୀ ବହୁତ ଅଛନ୍ତି ଯେ ଫଟୋ ଉଠେଇକିରି ବି ସମାଜସେବୀ ଏଠି ହଉଛନ୍ତି। ପ୍ରକୃତରେ ଜଣେ ସମାଜସେବୀ କେତେ କଷ୍ଟ କରେ, ଆଉ ପ୍ରକୃତରେ ଜଣେ କିଏ ଜଣେ ପ୍ରକୃତ ସମାଜସେବୀ, ଏ ବିଷୟରେ ଆପଣଙ୍କର ମତ କଣ? ପ୍ରକୃତ ସମାଜସେବୀ ଶୁଣନ୍ତୁ, ଗୋଟେ ଫଟୋ ଉଠେଇ ଦେଇ ଛାଡି ଦେଇକି ଆମେ ସମାଜ ସେବା କରୁଛେ ବୋଲି ଲେଖିଦେବା ତା ଅବଶ୍ୟ ଠିକ ନୁହଁ। କିନ୍ତୁ ଫେର ବି ଯୋଉମାନେ ହୃଦୟରୁ ସମାଜ ସେବା କରିବା ପାଇଁ ଆସିଛନ୍ତି, ଯୋଉମାନେ ଲୋକଙ୍କ ସହିତ ଜଡିତ ହେଇକିନା ଅଛନ୍ତି, ଯୋଉ କୌଣସି ବିପଦ ଆପଦ ଯାଇ ଛିଡା ହଉଛନ୍ତି, ସେଇମାନେ ହଉଛନ୍ତି ପ୍ରକୃତ ସମାଜସେବୀ। ଆଜି ମୋ କତିରେ ପଇସା ହେଇଗଲା, ମୁଁ ଗୋଟେ କର୍ଫ୍ୟୁ ଗାଡି ନେଇ ଆସି ଲଗେଇଦେବି, ତାଙ୍କ ଘରୁ 3 ଫୁଟୁଳା ଜିନିଷ ଦେଇଦେବି, ଗୋଟେ ଲାଇଭ୍ ଭିଡିଓ ବନେଇଦେବି, ଆଉ ଲୋକମାନେ ସବୁ ଇଏ କରିବେ। କାଲି ସକାଳେ ସେଇ ଲୋକଟିକି ସେଇ ଲୋକଟା ହଉଛି ଚିହ୍ନି ପାରୁନଥିବ, ସେଇ ଲୋକ କେତେବେଳେ କୌଣସି ମୁହୂର୍ତ୍ତେ ତା ପାଖରେ ପହଞ୍ଚିବ, ସେ ଲୋକଟା ତାକୁ ସେ ହଉଛି ଚିହ୍ନି ପାରିବ ନା କଦାପି। ସେଭଳିଆ ସମାଜ ସେବା କରିବା ଉଚିତ ନୁହଁ ମୋ ମତରେ। ତ ଆଜି ଶେଷ ପ୍ରଶ୍ନ ରହିବ ଯେ ଆପଣ ସମାଜକୁ ବା ସମାଜସେବୀ ମାନଙ୍କୁ ବା ସମାଜରେ ରହୁଥିବା ସାମାଜିକ ଲୋକମାନଙ୍କୁ କଣ ବାର୍ତ୍ତା ଦେବେ, କୋଉ ଭଳି ଭାବରେ ତାଙ୍କର ଜୀବନଯାପନ ହେବା ଦରକାର, ଆଉ ସମାଜ ସେବା କରିବା ପାଇଁ ହେଲେ ତାଙ୍କୁ କଣ କଣ ଦେଇ ଗତି କରିବାକୁ ପଡିବ? ସେଟା ତ କହିବା ତା ପୂର୍ବରୁ ଆପଣ ଗୋଟେ କଥା କହିଦେଲେ ମତେ, ଯେ ଆୱାର୍ଡ ଯୋଉ ଆମର ମାନପତ୍ର ପାଉଛନ୍ତି ସେମାନେ କଣ ପଇସା ଦେଇକି ଆଣୁଛନ୍ତି ନା ମାଗଣା ଆଣୁଛନ୍ତି? ସେଟା ତ କହିବା ତା ପୂର୍ବରୁ ଆପଣ ଗୋଟେ କଥା କହିଦେଲେ ମତେ, ଯେ ଆୱାର୍ଡ ଯୋଉ ଆମର ମାନପତ୍ର ପାଉଛନ୍ତି ସେମାନେ କଣ ପଇସା ଦେଇକି ଆଣୁଛନ୍ତି ନା ମାଗଣା ଆଣୁଛନ୍ତି? ଆଜ୍ଞା ଆଜ୍ଞା। ଏଟା ସମ୍ପୂର୍ଣ୍ଣ ଭାବରେ ମିଛ କଥା। ମୁଁ ଦମନ ମହାନ୍ତି ଗୋଟେ କଥା କହିଛନ୍ତି, କର୍ମ ହିଁ ପରିଚୟ। କର୍ମ ଯଦି ମୁଁ ଠିକ କରିମି ମୋ ପରିଚୟ ଛାଁ ଛାଁ ମୋ ପାଖକୁ ମାନେ ଆସିବ। ମୁଁ ଯଦି କର୍ମ ଯଦି ଭୁଲ କରିମି ମୋ ପରିଚୟ ମୋ କତିକି ଆସିବନି। ସେଟା ଗୋଟେ ବହୁତ ବଡ କଥା କହିଛନ୍ତି, ଆମକୁ ଦେଇଛନ୍ତି ଶିକ୍ଷା ସେଟା। ଆଉ ସେଇ ବାବଦରେ ମାନେ ଯୋଉ ମାନପତ୍ର କଥା, ସେ ତ ଛାଁ ଛାଁ ଆସିକିନା ପହଞ୍ଚିବେ। ଆପଣ ଯେମିତି ଛାଁ ଛାଁ ଆସିଲେ କୃଷ୍ଣ ଗୋଟେ ଆଜି ଗୋଟେ ଇଏ କରିଦବା, ସେଇଭଳିଆ ସେ ଲୋକ ଛାଁ ଛାଁ ମୋ କତିକି ଆସି ପହଞ୍ଚୁଛନ୍ତି। ମୁଁ ବି ଏମିତି ବହୁତ ଜାଗା ବି ମାନେ ଯୋଉ ଯାଇପାରୁନି, ଦୂର ଦୂର ବାଟକୁ, ମାନେ ମୋର ଦୋକାନ ଖଣ୍ଡେ ଅଛି, ଭଲ ମନ୍ଦ କରୁଛି, ପିଲା ଛୁଆ 2 ଜଣ ବାହାରେ ପାଠ ପଢୁଛନ୍ତି, ତାଙ୍କୁ ଛାଡିକିନା ବାହାରକୁ ତ ଯାଇପାରୁନାହିଁ। କିନ୍ତୁ ବହୁତ ଆଡୁ ଆସୁଛି ଯୋଉ ନିମନ୍ତ୍ରଣ, ଯେ ଅମକ ଜାଗା ଆସନ୍ତୁ, ସମକ ଜାଗା ଆସନ୍ତୁ, ଫୋନରେ କଥା ହଉଛନ୍ତି, କିନ୍ତୁ ଯାଇପାରୁନି। ଯୋଉ ଯୋଉ ଲୋକ ଭାବୁଛନ୍ତି ପଇସା ଦେଇକି କି ଭଲ ମନ୍ଦ, ଏଟା ସମ୍ପୂର୍ଣ୍ଣ ମିଛ କଥା। ଯଦି କର୍ମ ଠିକ କରିଥିବ, ଫଳ ସେ ଛାଁ ଛାଁ ସେ ତମ ପାଖକୁ ଆସିବ। ମାନେ ନାଇଁ, ଆମେ କାହିଁକି ନା ଏ ବିଷୟ ଆମେ ଉଠେଇଲୁ, ନିକଟରେ ଜଣେ ଅଶ୍ଳୀଳ ନୃତ୍ୟ କରୁଥିବା ଯାତ୍ରାରେ ଜଣେ ଜାଣିଛନ୍ତି ସମସ୍ତେ ସାହୁ ଭାଉଜ ବୋଲି, ତାଙ୍କୁ ମଧ୍ୟ ଗୋଟେ କଲଚରାଲ ଆସୋସିଏସନ ତାକୁ ବି ମଧ୍ୟ ପୁରସ୍କାର ତାଙ୍କୁ ଦେଇଥିଲେ, ଯେ ସେ ସାଂସ୍କୃତିକ ଆୱାର୍ଡ ତାଙ୍କୁ ଦେଇଥିଲେ। ତ ଏଠି ପ୍ରଶ୍ନ ଉଠେ ଯେ ଆକ୍ଚୁଆଲି ସେ କଣ ସଂସ୍କୃତିର ମାନେ ଉନ୍ନତି କରୁଥିଲେ ବା ସଂସ୍କୃତି କ୍ଷେତ୍ରରେ କଣ ଉନ୍ନତି କରୁଥିଲେ, ସେଟା ତ ଦର୍ଶକ ମାନେ ଜାଣିଥିବେ। କିନ୍ତୁ ଯଦି ବି ସେଇଭଳି ବିଷୟକୁ ଆମେ ଯଦି ଆଲୋଚନାକୁ ନବା, ଯୋଉଟା କି ଆମର ପ୍ରଶ୍ନ ଥିଲା ଆପଣଙ୍କୁ, ଯେ ପଇସା ଦେଇକି ମାନପତ୍ର ମିଳେ କି ନାହିଁ, ତ ସେ ଦୃଷ୍ଟିକୁ ରଖିଲେ ଆଜିର ଦିନରେ ପଇସା ଦେଇକି ସବୁ କିଛି କିଣି ହଉଛି, କିନ୍ତୁ ପ୍ରକୃତରେ ଯୋଉ ଜିନିଷଟି ଆପଣ କହିଲେ
ଯେ ଯଦି ଆମେ କର୍ମ କରି ଚାଲିଥିବା ଆମ ପାଖରେ ମାନପତ୍ର ଆସି ଆପେ ଆପେ ପହଞ୍ଚିବ ନିଶ୍ଚିତ ଭାବରେ। ତ ନିଶ୍ଚିତ। ଶେଷରେ କଣ କହିବେ ଲାଷ୍ଟ ଗୋଟେ ସମାଜସେବୀ ମାନଙ୍କୁ କଣ ବାର୍ତ୍ତା ରଖିବେ? ସମାଜସେବୀ ମାନଙ୍କୁ ବାର୍ତ୍ତା ରଖିବା କଥା, ସମାଜସେବୀ ଯେଉଁମାନେ କରୁଛ ହୃଦୟରୁ କର, ସମାଜର ମଙ୍ଗଳ କାମ କର, କାହାରି କଥା ଶୁଣିବାର ନାହିଁ। କିଏ ଲୋକ ମାନେ ହାତୀ ଚାଲିଗଲେ କୁକୁର ମାନେ ଯେମିତି ହେଲେ ଭେଉ 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 ହେବେ, କିନ୍ତୁ ହାତୀକି କୁକୁର କୋଉଠି କାମୁଡିଛି ଆ ନଜର କୋଉଠି ନାହିଁ। କୁକୁର ମାନେ ଭୁକିବେ, ଲୋକମାନେ କହିବେ, ତାଠେଇ ତାକୁ ଧଇଲେ କିଛି ହବ ନା। ପ୍ରକୃତ ହୃଦୟରୁ ସମାଜ ସେବା କାମ କର, ଲୋକଙ୍କ ପାଖରେ ଯାଇ ପହଞ୍ଚ। କୋଉଠି ତାକୁ ଯଦି 5 ଟଙ୍କା 3 ଟଙ୍କା ଯଦି ସାହାଯ୍ୟ କରୁଛି ତାଙ୍କୁ କର, କି ତାଙ୍କର ସୁଖ ଦୁଃଖ ଯାଇ ଛିଡା ହବ। କିଛି ନ ଦେଇ ପାଇଲେ ଗୋଟେ ରାତି ଅଧେ ଜଣ ପାଖରେ ଗୋଟେ ଅସୁବିଧା ପଡୁଛି, ଜଣ ଘର ହଉଛି ନିଆଁ ନେଇଯାଇଛି, 2 ବାଲ୍ଟି ପାଣି ନେଇ ତା ନିଆଁ ରହୁଛି ଢାଳିଦିଅ। କିଛି ଗୋଟେ ନିଆଁ ନଗେଇବା ଭଳିଆ ହଉଛି ବ୍ୟବସ୍ଥା ହଉଛି କରନା। ଯିଏ ନିଆଁ ନଗେଇବା ଭଳିଆ ବ୍ୟବସ୍ଥା କରନ୍ତି ସେମାନେ ସବୁ ସମାଜସେବୀ ନୁହଁ। ଆଉ ସମାଜ ସେବା ଯୋଉମାନେ କରୁଛନ୍ତି ସିଏ ତା ଏରିଆ ଲୋକଙ୍କୁ ସେ ଗୋଟି ଗୋଟି କରି ଚିହ୍ନିଥିବ। ଏ ଏରିଆର ଗୋଟି ଗୋଟି କରି ଲୋକଙ୍କୁ ସେମାନେ ଜାଣିଥିବ ଯେ ମୁଁ ଏ ଲୋକ ପାଖରେ ପହଞ୍ଚିଲି, ଏ ଲୋକ ଇଏ କରୁ, ସେ ଲୋକ ତାକୁ ଦେଖିଲେ ବି ଭାଇ ବୋଲି ଡାକୁଥିବ, ସିଏ ତାକୁ ଡାକୁଥିବ। ସେଇଟା ହଉଛି ପ୍ରକୃତ ସମାଜ ସେବା। ଆଉ ଗୋଟିଏ ଶେଷରେ ଆଉ ଗୋଟିଏ ଏକ୍ସଟ୍ରା ବଡ ପ୍ରଶ୍ନ, ଆପଣ ସମୟ ବହୁତ ମୂଲ୍ୟବାନ ସମୟ। ଆମେ କାମ କରୁଛନ୍ତି, ଆପଣ କାମ କରୁଛନ୍ତି, ଓଡ଼ିଶାର ଅନେକ ସମାଜସେବୀ କାମ କରୁଛନ୍ତି। ଯଦି ଦେଖାଯାଏ ସରକାର ସମସ୍ତଙ୍କ ପାଇଁ ସୁବିଧା କରିସାରିଲେଣି। ଗୋଟେ ସମାଜସେବୀ ରକ୍ତ ଦଉଛି, ନା ତା ପାଇଁ ବୀମାଟିଏ ଅଛି, ନା ତା ପାଇଁ ବସ୍ ଟିକେଟଟିଏ ଫ୍ରି ଅଛି, ନା ତା ପାଇଁ ଟ୍ରେନ୍ ଟିକେଟଟିଏ ଫ୍ରି ଅଛି। ବା ଯୋଉ ସମାଜସେବୀ ମାନେ ପ୍ଲେଟଲେଟ୍ ଦଉଛନ୍ତି, ବ୍ଲଡ ଦଉଛନ୍ତି, ବା ଯେ ପ୍ରକୃତରେ ଯୋଉମାନେ ସମାଜ ସେବା କରୁଛନ୍ତି, ସରକାରଙ୍କର ଗୋଟେ ତାଙ୍କ ପ୍ରତି ଗୋଟେ କିଛି ଅନୁଦାନ ରଖିବାର, ସରକାରୀ ସହଯୋଗ କରିବା, ଏଇଟା ଆପଣ ଅନୁଭବ କରୁନାହାନ୍ତି? ସରକାର ନିଶ୍ଚିନ୍ତ ସରକାରଙ୍କୁ ମାନେ ତାଙ୍କ ହିସାବ କିତାବ ନେବା କଥା। କାହିଁକିନା ସମାଜ ସେବା ଯୋଉମାନେ କରୁଛନ୍ତି ସେମାନେ ରାତି ଅଧରେ କି ଦିନରେ ହଉ ଯେତେବେଳେ ହଉ ସେମାନେ ଜୀବନ ସହିତ ତାଙ୍କ ଜୀବନକୁ ବଞ୍ଚେଇବାକୁ ଆଙ୍କ ଜୀବନଟାକୁ ସେ ହଉଛି ବାଜି କାହିଁକି ନା ଆପଣ ଯଦି ଦେଖିବେ ଯେ ଯୋଉଟା ବାହାନଗା ଦୁର୍ଘଟଣା ଥିଲା, କରୋନା ସମୟ ହଉ, ବିଭିନ୍ନ ସମୟରେ ପ୍ରଥମେ ସରକାର ପହଞ୍ଚନ୍ତୁ ନ ପହଞ୍ଚନ୍ତୁ, ପ୍ରଶାସନ ପହଞ୍ଚୁ ନ ପହଞ୍ଚୁ, ସେଠି ସମାଜସେବୀ ମାନେ ହିଁ ପ୍ରଥମେ ପହଞ୍ଚନ୍ତି। ଏଇ ପ୍ରଶ୍ନ ଆପଣଙ୍କୁ ସେଥିଲାଗି ରହିବ ଯେ ସରକାରଙ୍କର କିଛି ଦାୟିତ୍ୱ ନାହିଁ କି ସମାଜସେବୀଙ୍କ ପାଇଁ? ନିଶ୍ଚିନ୍ତ ସରକାରଙ୍କର ନିଶ୍ଚିନ୍ତ ଦାୟିତ୍ୱ ଅଛି। ସମାଜସେବା ପାଇଁ କିଛି ଗୋଟେ ସରକାରଙ୍କର ପ୍ରୋତ୍ସାହନ ରାଶି ଦବା କଥା, କି କୌଣସି ବାବଦରେ ଇନ୍ସୁରାନ୍ସ ହଉ କି ଯାହା ହଉ, ଯାହା ଆମର ମାନେ ହେଇପାରିବ ସରକାର ତାକୁ ନବା କଥା। ମୁଁ ସେଇଟା କହୁଥିଲି ଯେ ସେ ଜାଗାରେ ଯାଇକିନା ଆପଣ ଯାଇ ବାହାନଗାରେ ପହଞ୍ଚିଲେ ଟ୍ରେନ ବଗି ଉପରୁ ବଗି ଚଢି ଯାଇଛି, ଆପଣ ଯାଇକି ସେଠୁ ଲୋକଙ୍କୁ ମାନେ ରେସ୍କ୍ୟୁ କଲା ଭିତରେ ଯଦି ସେଇ ବଗି ଭିତରେ ଯଦି ଆପଣଙ୍କ ମୁଣ୍ଡ ଯଦି ନାଖିଗଲା, କି ଆପଣ କୌଣସି ଦୁର୍ଘଟଣା ସେଠି ମରିଗଲେ, ଆପଣଙ୍କ ପିଲା ଛୁଆ ଭାସିଲା ନା ଭାସିଲାନି? କିନ୍ତୁ ସେଟାକୁ ସରକାର ତାକୁ ଧ୍ୟାନ ଦେବା ଦରକାର। କି ମୁଁ ତ କରୋନା କାଳରେ ଯେତିକି ଯାହା ବୋଲି, ଯଦି ମତେ କରୋନା ଯଦି ହେଇଥାନ୍ତା, ମୁଁ ଯଦି ତ ମରିଯାଇଥାନ୍ତି, ତାହେଲେ ଆଜି ମୋ ପିଲା ଛୁଆ କୋଉଠି ମାନେ ଥାନ୍ତେ? କିନ୍ତୁ ଏଟାକୁ ସମାଜ ସେବା ଯୋଉମାନେ କରୁଛନ୍ତି ତାଙ୍କୁ ସରକାର ନିହାତି ଭାବେ ତାଙ୍କୁ ଧ୍ୟାନ ଦେବା ହଉଛି ଦରକାର। ଧନ୍ୟବାଦ। ଆଜି ଆମ ସହିତ ଥିଲେ ସମାଜସେବୀ କୃଷ୍ଣଚନ୍ଦ୍ର ବାରିକ, ଆଳିରୁ କଳିଙ୍ଗ ଟୁଡେ ଲାଇଭ୍, ଶୁଭାଶିଷ।